ମୋହନଙ୍କ ଅଧାଗଢ଼ା ମନ୍ତ୍ରିମଣ୍ଡଳକୁ ନେଇ ଚର୍ଚ୍ଚା। ବର୍ଷେ ପୂର୍ବରୁ ପୂରଣ ହେବ ଖାଲି ପଡ଼ିଥିବା ମନ୍ତ୍ରୀପଦ। କିଏ ହେବେ ଆଉଟ୍ କିଏ ହେବେ ଇନ୍ ତାକୁ ନେଇ ଚର୍ଚ୍ଚା। ମୋହନଙ୍କ ମନ୍ତ୍ରିମଣ୍ଡଳକୁ ପୂରିବାକୁ ଯାଉଛି ବର୍ଷେ। ଆଉ ବର୍ଷକ ପୂର୍ବରୁ ପୂରଣ ହେବ ଖାଲି ପଡ଼ିଥିବା 6ଟି ମନ୍ତ୍ରୀପଦ, ଯାହାକୁ ନେଇ ବିଜେପି ଶିବିରରେ ଚର୍ଚ୍ଚା। ଦଳୀୟ ଅସନ୍ତୋଷରେ ବ୍ରେକ୍ ଲଗାଇବାକୁ ମୋହନଙ୍କ ଜୋରଦାର ଉଦ୍ୟମ। ଅସନ୍ତୁଷ୍ଟ ଥିବା ବିଧାୟକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭିତିରିଆ ଯୋଜନା ଚଳାଇଛନ୍ତି ମୋହନ ମାଝୀ। ପ୍ରଥମ ଥର ବିଜେପି ରାଜ୍ୟରେ ସରକାର ଗଢ଼ିଥିବା ବେଳେ କାହାକୁ ମନ୍ତ୍ରୀପଦ ଦେବେ ତାକୁ ନେଇ ନାନା ଦ୍ୱନ୍ଦ୍ୱ ଦେଖାଦେଇଥିଲା। ଆଉ ଯୁବ ବରିଷ୍ଠଙ୍କୁ ନେଇ ଗଢ଼ା ହୋଇଥିଲା ମୋହନଙ୍କ ମନ୍ତ୍ରିମଣ୍ଡଳ। ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ 15 ଜଣ ସମୁଦାୟ 16 ଜଣଙ୍କୁ ନେଇ ଗଢ଼ା ହେଲା ମୋହନଙ୍କ ମନ୍ତ୍ରିମଣ୍ଡଳ। 17ଟି ଜିଲ୍ଲା ସମ୍ପୂର୍ଣ୍ଣ ମନ୍ତ୍ରୀ ଶୂନ ହୋଇ ପଡ଼ି ରହିଛି, ଯାହାକୁ ନେଇ ଦଳରେ ଅନେକ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ମନ୍ତ୍ରିମଣ୍ଡଳରେ ଏବେ ବି ଆହୁରି 6ଟି ମନ୍ତ୍ରୀପଦ ଖାଲି ପଡ଼ି ରହିଛି। ଆଉ ଆଶାୟୀଙ୍କ ଲିଷ୍ଟ ସେତିକି ଲମ୍ବା ହେବାରେ ମଧ୍ୟ ଲାଗିଛି। ଜୟନାରାୟଣ ମିଶ୍ର, ପ୍ରକାଶ ସୋରେନ, ଫକୀର ମୋହନ ନାୟକ, ସରୋଜ ପାଢ଼ୀ, ଲକ୍ଷ୍ମଣ ବାଗ, ଭାସ୍କର ମଡ଼େଇ, ସନାତନ ବିଜୁଳି, ପଦ୍ମଲୋଚନ ପଣ୍ଡା ଭଳି ପ୍ରମୁଖ ବିଧାୟକ ଖୁବ୍ ଆଶାବାଦୀ ଅଛନ୍ତି ମନ୍ତ୍ରୀପଦ ପାଇବା ପାଇଁ। ମନ୍ତ୍ରୀପଦ ଗଢ଼ା ହେବାର କିଛି ଦିନ ପରେ ସମସ୍ତେ ସାମ୍ନାକୁ ଆସି ଦଳ ଓ ନେତୃତ୍ୱକୁ କଟାକ୍ଷ କରିଥିଲେ। ତେବେ ସବୁକୁ ସାମ୍ନା କରି ମୋହନ ବର୍ଷେ ନିଜର ଶାସନର ପାରଦର୍ଶିତା ଦେଖାଇଛନ୍ତି। ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଓ ଯୋଜନା କରି ଲୋକଙ୍କ ବିଶ୍ୱାସୀ ହୋଇଛନ୍ତି ମୋହନ ମାଝୀ। ହେଲେ ଦଳୀୟ ଅସନ୍ତୋଷ ଉପରେ ଭଟ୍ଟା ପକାଇବାକୁ ନୂଆ ଯୋଜନା କରୁଛନ୍ତି ବୋଲି ଚର୍ଚ୍ଚା ଓ ଆଲୋଚନା ହେଉଛି। ଅପେକ୍ଷା କରାଯାଇଛି ରାଜ୍ୟ ସଭାପତି ଘୋଷଣାକୁ। ଆଉ ସେହି କାମ ସାରିଲେ ମୋହନ ନିଜର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ସେଭଳି କୁହାଯାଇଛି ଯେ ଅନେକ ନେତା ଯେଉଁମାନଙ୍କ ପାଇଁ ଦଳ ଅକଳରେ ପଡ଼ିଛି ତାଙ୍କୁ ଦଳରୁ ଦୂରେଇ ରଖିବାକୁ ଯୋଜନା କରାଯାଉଛି। କିଛି ମନ୍ତ୍ରୀମାନଙ୍କ ଠାରୁ ଦାୟିତ୍ୱ ଆଣି ଅନ୍ୟ ମନ୍ତ୍ରୀଙ୍କ ହାତରେ ନ୍ୟସ୍ତ କରାଯିବ। ତେବେ କିଏ ମନ୍ତ୍ରୀ ଦାୟିତ୍ୱ ପାଇବେ ଆଉ କାହା ହାତରୁ ମନ୍ତ୍ରୀପଦ ଯିବ ତାକୁ ନେଇ ଏବେଠୁ କଳ୍ପନା ଜଳ୍ପନା ଜାରି ରହିଛି। ୟା ଉପରେ କ'ଣ ପଦକ୍ଷେପ ନେଉଛନ୍ତି ମୋହନ ମାଝୀ ଏବେ ତାକୁ ଅପେକ୍ଷା।